ଅପେକ୍ଷା ଆଉ ବାସ୍ତବତା। ଜୀବନରେ ଏମିତି ଏକ ସମୟ ଆସେ ସାଙ୍ଗମାନେ, ଯେତେବେଳେ ଆମେ ନିଜର ଅସୁବିଧା ସମୟରେ ଅନ୍ୟମାନଙ୍କ ଠାରୁ ସାହାଯ୍ୟ ଆଶା କରୁ। ମୁଁ ମଧ୍ୟ ସେହି ପରିସ୍ଥିତି ଗତି କରୁଛି। ଯେତେବେଳେ ମୁଁ କାହାକୁ ସାହାଯ୍ୟ ପାଇଁ ହାତ ବଢ଼ାଏ, ସେମାନେ କ'ଣ ଭାବନ୍ତି ତାହା ତ ମୁଁ ଜାଣିନି, କିନ୍ତୁ ପ୍ରାୟତଃ ମୋତେ ନିରାଶ ହେବାକୁ ପଡ଼େ। ହୁଏତ ସେମାନଙ୍କର କିଛି ବାଧ୍ୟବାଧକତା ଥାଇପାରେ, କିମ୍ବା ସେମାନେ ମୋର ପରିସ୍ଥିତିକୁ ବୁଝିପାରୁନାହାନ୍ତି। ପ୍ରତ୍ୟେକ ଥର ନାଁ ଶୁଣିବା ପରେ ମନରେ ଏକ ପ୍ରକାର କଷ୍ଟ ଅନୁଭବ ହୁଏ। ମନେ ହୁଏ ଯେମିତି ସମ୍ପର୍କର ମୂଲ୍ୟ କେବଳ ସ୍ୱାର୍ଥ ଉପରେ ଆଧାରିତ। କିନ୍ତୁ ଏହି ପ୍ରତ୍ୟାଖ୍ୟାନ ମୋତେ ଗୋଟିଏ ବଡ଼ ଶିକ୍ଷା ଦେଇଛି। ଏହା ମୋତେ ଶିଖାଇଛି ଯେ ଦୁନିଆରେ ନିଜର ସାହାରା ହେବା ସବୁଠାରୁ ବଡ଼ ଶକ୍ତି। ଅନ୍ୟ ଉପରେ ନିର୍ଭରଶୀଳ ହେବା ଅପେକ୍ଷା ନିଜ ଗୋଡ଼ରେ ଠିଆ ହେବା ଅଧିକ ଗୁରୁତ୍ୱପୂର୍ଣ୍ଣ। ଯେଉଁମାନେ ମନା କରୁଛନ୍ତି ସେମାନଙ୍କ ପ୍ରତି ମୋର ମନରେ କୌଣସି ରାଗ ବା ଅଭିମାନ ନାହିଁ, ବରଂ ମୁଁ ସେମାନଙ୍କୁ ଧନ୍ୟବାଦ ଦେବାକୁ ଚାହେଁ, କାରଣ ସେମାନଙ୍କର ଏହି ନାଁ ମୋତେ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରେରଣା ଯୋଗାଇଛି। ବୋଧହୁଏ ଭଗବାନ ଚାହୁଁଛନ୍ତି ମୁଁ ନିଜ ସଂଘର୍ଷ ଏକାକୀ ଲଢ଼େ ଏବଂ ନିଜର ସାମର୍ଥ୍ୟକୁ ଚିହ୍ନିପାରେ। ଶେଷରେ ଏହି ଅନୁଭୂତି ମୋତେ ଆହୁରି ମଜବୁତ କରୁଛି ଏବଂ ଜୀବନରେ କଠିନ ପରିସ୍ଥିତି ସାମ୍ନା କରିବା ପାଇଁ ସାହସ ଦେଇଛି। ଜୟ ଜଗନ୍ନାଥ।